ଆଜି ଆସନ୍ତୁ ଆମ୍ଭେ ଏଦନର ଇତିହାସ ଓ ପବିତ୍ର ଆତ୍ମାଙ୍କ ଯୁଗରେ ଉଦ୍ଧାରକର୍ତ୍ତା ଏହି ଶୀର୍ଷକର ସହିତ ପରମେଶ୍ୱରଙ୍କ ବାକ୍ୟର ଅଧ୍ୟୟନ କରିବା। ଏଦନ ଉଦ୍ୟାନରେ ଆଦମ ଏବଂ ହବାଙ୍କ କାହାଣୀକୁ କେବଳ ଯେଉଁମାନେ ପରମେଶ୍ୱରଙ୍କୁ ବିଶ୍ୱାସ କରନ୍ତି ତାହା ନୁହେଁ, ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ ସେମାନଙ୍କ ଦ୍ୱାରା ମଧ୍ୟ ଜଣାଶୁଣା, ହଁ ନା? ଏଦନରେ ଯାହା ଘଟିଲା ତାହା ବୁଝିବା ବିନା ଆମ୍ଭେ ଏହା କହିପାରିବା ନାହିଁ କି ଆମ୍ଭେ ବାଇବଲକୁ ବୁଝିଅଛୁ। ଏହା ଏଥିପାଇଁ କାରଣ ଏଦନରେ ପରମେଶ୍ୱର ବହୁମୂଲ୍ୟ ଧନ ଲୁଚାଇଛନ୍ତି, ଯାହା ଆମ୍ଭମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ସତ୍ୟକୁ ବୁଝିବାରେ ସାହାଯ୍ୟ କରେ। ଆଜି ଆସନ୍ତୁ ଆମ୍ଭେ ଏହି ସତ୍ୟ ବିଷୟରେ ଏକାଠି ଅଧ୍ୟୟନ କରିବା ପାଇଁ କିଛି ସମୟ ନେବା। ଏପରି କେହି ନାହିଁ ଯିଏ ମରିବାକୁ ପ୍ରସ୍ତୁତ, ଯଦିଓ ପଦ ଅବା ଶୀର୍ଷକ ଯାହା ମଧ୍ୟ ହେଉ, ଯୁବକ ଏବଂ ବୃଦ୍ଧ ହେଉ, ସମସ୍ତେ ସମସ୍ତ ଉପାୟରେ ମୃତ୍ୟୁକୁ ଏଡ଼ାଇବାକୁ ଚେଷ୍ଟା କରନ୍ତି। ତଥାପି ବାସ୍ତବରେ ସମସ୍ତ ମାନବ ଜାତିର କ'ଣ ହେବ? ମୃତ୍ୟୁରୁ କେହି ବଞ୍ଚିପାରିବେ ନାହିଁ। ମାନବ ଜାତିର ମୃତ୍ୟୁ କେଉଁଠାରୁ ଆରମ୍ଭ ହେଲା? ଏହାର ଆରମ୍ଭ ଏଦନ ଉଦ୍ୟାନରୁ ହେଲା। ଯଦି ମାନବ ଜାତିଙ୍କ ମୃତ୍ୟୁ ଏଦନ ଉଦ୍ୟାନରୁ ଆରମ୍ଭ ହୋଇଥିଲା, ତେବେ ଆମ୍ଭେ ଏହାର ସମାଧାନ କେଉଁଠି ପାଇପାରିବା? ସବୁ ବିଷୟରେ କହିବା ଯଦି, ତେବେ ଯେଉଁଠାରେ ସମସ୍ୟା ଅଛି ସେଠାରେ ସମାଧାନ ଅଛି। ଯେତେବେଳେ ଏକ ଦୁର୍ଘଟଣା ଘଟେ, ତେବେ ଅନୁସନ୍ଧାନକାରୀ ମାମଲାକୁ ସମାଧାନ କରିବା ପାଇଁ ଘଟଣାସ୍ଥଳକୁ ଯାଆନ୍ତି। ସେହିଭଳି ଯେହେତୁ ମୃତ୍ୟୁର ଆରମ୍ଭ ଏଦନ ଉଦ୍ୟାନରେ ହେଲା, ତେବେ ଆମ୍ଭେ ସେଠାରେ ଜୀବନର ରହସ୍ୟ ଜାଣିପାରିବା। ଆଜି ଆସନ୍ତୁ ଆମ୍ଭେ ଏଦନ ଉଦ୍ୟାନରେ ସମାଧାନ ଖୋଜିବା ପାଇଁ କିଛି ସମୟ ନେବା। ଆସନ୍ତୁ ଆମ୍ଭେ ଏଦନ ଉଦ୍ୟାନରେ ରହସ୍ୟକୁ ବୁଝିବା ଏବଂ ପରମେଶ୍ୱରଙ୍କ ବିଷୟରେ ସାକ୍ଷ୍ୟ ଖୋଜିବା, ଯିଏ ପବିତ୍ର ଆତ୍ମାଙ୍କ ଯୋଗରେ ଆମ୍ଭମାନଙ୍କୁ ଉଦ୍ଧାରକର୍ତ୍ତାଙ୍କ ରୂପରେ ଆସିବେ। ଆସନ୍ତୁ ଆମ୍ଭେ ମାଥିଉ ଅଧ୍ୟାୟ 13 ପଦ 34 ଉପରେ ଏକ ନଜର ପକାଇବା। ଏହି ସମସ୍ତ କଥା ଯୀଶୁ ଦୃଷ୍ଟାନ୍ତ ଦ୍ୱାରା ଲୋକସମୂହକୁ କହିଲେ, ଆଉ ଦୃଷ୍ଟାନ୍ତ ବିନା ସେ ସେମାନଙ୍କୁ କିଛି କହୁନଥିଲେ। ଯେପରି ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହୁଏ, ଆମ୍ଭେ ଆପଣା ମୁଖ ଫିଟାଇ ଦୃଷ୍ଟାନ୍ତ ଦ୍ୱାରା କଥା କହିବା, ଜଗତର ପତନାବଧି ଗୁପ୍ତ ବିଷୟ ସବୁ ବ୍ୟକ୍ତ କରିବା। ଅନେକ ପ୍ରକାରର ଦୃଷ୍ଟାନ୍ତ ସହିତ ଯୀଶୁ ନିଜ ଶିଷ୍ୟମାନଙ୍କୁ ଶିକ୍ଷା ଦେଲେ ଏବଂ କହିଲେ, ଆମ୍ଭେ ଆପଣା ମୁଖ ଫିଟାଇ ଦୃଷ୍ଟାନ୍ତ ଦ୍ୱାରା କଥା କହିବା, ଜଗତର ପତନାବଧି ଗୁପ୍ତ ବିଷୟ ସବୁ ବ୍ୟକ୍ତ କରିବା। ବାଇବଲର 66 ପୁସ୍ତକ ମଧ୍ୟରୁ କେଉଁ ପୁସ୍ତକରେ ଜଗତର ପତନାବଧି ବିଷୟରେ ସାକ୍ଷ୍ୟ ଅଛି? ଏହା ହେଉଛି ଆଦି ପୁସ୍ତକ। ଆଦି ପୁସ୍ତକରେ ଅନେକ ରହସ୍ୟ ଅଛି, ଯାହା ପରମେଶ୍ୱର ମାନବ ଜାତିଙ୍କ ପାଇଁ ପ୍ରକାଶ କରିବାକୁ ଚାହୁଁଥିଲେ। ଆଦି ପୁସ୍ତକରେ ଥିବା ଅନେକ ଦୃଷ୍ଟାନ୍ତ ମଧ୍ୟରୁ ଆଜି ଆସନ୍ତୁ ଆମ୍ଭେ ଏଦନ ଉଦ୍ୟାନରେ ଅନନ୍ତ ଜୀବନର ରହସ୍ୟ ଜାଣିବା। ଆଦି ପୁସ୍ତକର ଇତିହାସରେ ଆମ୍ଭେ ସତ୍ ସତ୍ ଜ୍ଞାନଦାୟକ ବୃକ୍ଷକୁ ଦେଖିପାରିବା, ଯେଉଁଥିରୁ ଆଦମ ଏବଂ ହବା ଖାଇଲେ, ଏବଂ ତା ସହିତ ଅମୃତ ବୃକ୍ଷକୁ ମଧ୍ୟ ଦେଖିପାରିବା। ଅଧିକାଂଶ ଲୋକମାନେ ଭାବିଲେ କି ସତ୍ ସତ୍ ଜ୍ଞାନଦାୟକ ବୃକ୍ଷ ମଧ୍ୟରୁ ଖାଇବାର ମୂଳ ପାପର କାରଣ ଆଦମ ଏବଂ ହବାଙ୍କର ମୃତ୍ୟୁ ହେଲା, କିନ୍ତୁ ଏପର୍ଯ୍ୟନ୍ତ କାହାକୁ ମଧ୍ୟ ଏଦନରେ ଜୀବନର ରହସ୍ୟ ମିଳିନାହିଁ। ଆଦି ପୁସ୍ତକ 2 ଓ 3 ଦ୍ୱାରା ଆସନ୍ତୁ ଆମ୍ଭେ ଏଦନର ଇତିହାସକୁ ଦେଖିବା ଏବଂ ଜୀବନର ରହସ୍ୟକୁ ଜାଣିବା। ଆସନ୍ତୁ ଆମ୍ଭେ ଆଦି ପୁସ୍ତକ ଅଧ୍ୟାୟ 2 ପଦ 16କୁ ଯିବା। ସଦାପ୍ରଭୁ ପରମେଶ୍ୱର ସେହି ମନୁଷ୍ୟକୁ ଆଜ୍ଞା ଦେଇ କହିଲେ, ତୁମ୍ଭେ ଉଦ୍ୟାନର ସମସ୍ତ ବୃକ୍ଷର ଫଳ ସ୍ୱଚ୍ଛନ୍ଦରେ ଭୋଜନ କରିପାର, ମାତ୍ର ସତ୍ ସତ୍ ଜ୍ଞାନଦାୟକ ବୃକ୍ଷର ଫଳ ଭୋଜନ କରିବ ନାହିଁ, ଯେହେତୁ ଯେଉଁଦିନ ତାହା ଖାଇବ ସେହିଦିନ ନିତ୍ୟାନ୍ତ ମରିବ। ସତ୍ ସତ୍ ଜ୍ଞାନଦାୟକ ବୃକ୍ଷର ଫଳର ବିଶେଷତା ଏହା ଥିଲା କି ଯେହେତୁ ଯେଉଁଦିନ ତାହା ଖାଇବ ସେହିଦିନ ନିତ୍ୟାନ୍ତ ମରିବ। ପରମେଶ୍ୱର କହିଲେ, ସତ୍ ସତ୍ ଜ୍ଞାନଦାୟକ ବୃକ୍ଷର ଫଳ ଭୋଜନ କରିବ ନାହିଁ, ନହେଲେ ତୁମ୍ଭେ ମରିଯିବ। କିନ୍ତୁ ଆଦମ ଓ ହବା କ'ଣ କଲେ? ଶୈତାନ ଦ୍ୱାରା ପ୍ରଲୋଭିତ ହେବା ପରେ କ'ଣ ସେମାନେ ସତ୍ ସତ୍ ଜ୍ଞାନଦାୟକ ବୃକ୍ଷର ଫଳ ଭୋଜନ କରି ମଲେ ନାହିଁ? ଏହି ସମସ୍ତ ମାଧ୍ୟମରେ ପରମେଶ୍ୱର ଆମ୍ଭମାନଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ଶିକ୍ଷା ଦେବାକୁ ଚାହାନ୍ତି, ଯେଉଁଥିରେ ତାଙ୍କର ଗୁପ୍ତ ଇଚ୍ଛା ସାମିଲ ଅଛି। ସତ୍ ସତ୍ ଜ୍ଞାନଦାୟକ ବୃକ୍ଷ ମଧ୍ୟରୁ ଭୋଜନ କରି ମରୁଥିବା ମାନବ ଜାତିଙ୍କ ପାଇଁ ପରମେଶ୍ୱର ଆଦି ପୁସ୍ତକରେ ଏଦନ ଉଦ୍ୟାନରେ ଜୀବନର ପଥ ଲୁଚାଇ ରଖିଲେ। ଆଦି ପୁସ୍ତକ ଅଧ୍ୟାୟ 3 ପଦ 22
ଅନନ୍ତର ସଦାପ୍ରଭୁ ପରମେଶ୍ୱର କହିଲେ, ଦେଖ, ମନୁଷ୍ୟ ଭଲ ମନ୍ଦର ବୋଧପ୍ରାପ୍ତ ହୋଇ ଆମ୍ଭମାନଙ୍କ ପରି ଜଣେ ହୋଇଅଛି। ଆଉ ଏବେ ସେ ଯେପରି ହାତ ବଢ଼ାଇ ଅମୃତ ବୃକ୍ଷର ଫଳ ମଧ୍ୟ ତୋଳି ଖାଇ କଣ ନ ହୁଏ? ଅନନ୍ତ ଜୀବୀ ନ ହୁଏ। ଯଦିଓ ସେମାନେ ସତ୍ ସତ୍ ଜ୍ଞାନଦାୟକ ବୃକ୍ଷ ମଧ୍ୟରୁ ଖାଇବା ଦ୍ୱାରା ମରିବାକୁ ନିଯୁକ୍ତ, କିନ୍ତୁ ଯଦି ଜଣେ ପାପୀ ଅମୃତ ବୃକ୍ଷ ମଧ୍ୟରୁ ଖାଏ ତେବେ କଣ ହେବ? ସେମାନେ ଅନନ୍ତ ଜୀବୀ ହେବେ। କିନ୍ତୁ ପରମେଶ୍ୱର ପଥ ବନ୍ଦ କରିଦେଲେ, ଯାହା ଫଳରେ ପାପୀ ଅମୃତ ବୃକ୍ଷ ମଧ୍ୟରୁ ଖାଇ ନପାରେ। ଆସନ୍ତୁ ଆମ୍ଭେ ପଦ 23 ସହିତ ଜାରି ରଖିବା। ଏଥିପାଇଁ ସଦାପ୍ରଭୁ ପରମେଶ୍ୱର ଏଦନ ଉଦ୍ୟାନରୁ ତାଙ୍କୁ ବାହାର କରିଦେଲେ ଓ ସେ ଯେଉଁ ମୂର୍ତ୍ତିକାରୁ ନୀତ ହୋଇଥିଲେ ତହିଁରେ କୃଷିକର୍ମ କରିବାକୁ ତାଙ୍କୁ ନିଯୁକ୍ତ କଲେ। ଏହି ରୂପେ ସେ ଆଦମଙ୍କୁ ତଡ଼ିଦେଲେ। ପୁଣି ଅମୃତ ବୃକ୍ଷର ପଥ ରକ୍ଷା କରିବା ନିମିତ୍ତ ଏଦନ ଉଦ୍ୟାନର ପୂର୍ବ ଦିଗସ୍ଥ କିରୁବଗଣ ଓ ଚତୁର୍ଦିଗରେ ଘୂର୍ଣ୍ଣମୟ ତେଜମୟ ଖଡ଼ଗ ସ୍ଥାପନ କଲେ। ପରମେଶ୍ୱର ତେଜମୟ ଖଡ଼ଗ ସହିତ କିରୁବଗଣକୁ ସ୍ଥାପନ କରି ଅମୃତ ବୃକ୍ଷର ପଥକୁ ବନ୍ଦ କରିଦେଲେ, ଯାହା ଫଳରେ ପାପୀ ସେଥିମଧ୍ୟରୁ ଖାଇ ନ ପାରନ୍ତୁ। ଅନ୍ୟ ଶବ୍ଦରେ ପରମେଶ୍ୱର ଆଜ୍ଞା ଦେଲେ କି ପାପୀମାନେ ଅମୃତ ବୃକ୍ଷର ପଥକୁ ଆସିପାରିବେ ନାହିଁ। ପରମେଶ୍ୱର ଏଦନ ଉଦ୍ୟାନରେ ଅମୃତ ବୃକ୍ଷ ସହିତ ସତ୍ ସତ୍ ଜ୍ଞାନଦାୟକ ବୃକ୍ଷକୁ ଉତ୍ପନ୍ନ କରି ମାନବ ଜାତିଙ୍କୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଶିକ୍ଷା ଦେବାକୁ ଚାହୁଁଥିଲେ। କେବଳ ଯଦି ସେମାନେ ଅମୃତ ବୃକ୍ଷ ମଧ୍ୟରୁ ଖାଆନ୍ତି ତେବେ ସେମାନେ ଅନନ୍ତ ଜୀବନ ପାଇପାରିବେ। ମାଥିଉ ଅଧ୍ୟାୟ 13ରେ ଏହା କହେ କି ଜଗତର ପତନାବଧି ସମୟରୁ ଦୃଷ୍ଟାନ୍ତ ଗୁପ୍ତ ଥିଲା। ପରମେଶ୍ୱରଙ୍କ ଇଚ୍ଛା କ'ଣ? କି ସେ ଆଦି ପୁସ୍ତକରେ ଅମୃତ ବୃକ୍ଷର ଦୃଷ୍ଟାନ୍ତ ରଖିଲେ। ସେ ଆମ୍ଭମାନଙ୍କୁ କ'ଣ ଶିଖାଇବାକୁ ଚେଷ୍ଟା କରୁଛନ୍ତି? ଅମୃତ ବୃକ୍ଷର ବାସ୍ତବିକ କ'ଣ? ଆମ୍ଭେ ଏହି ମାମଲାକୁ ସ୍ପଷ୍ଟ ଭାବରେ ବୁଝିବା ଦ୍ୱାରା ଆମ୍ଭେ ଏହି ପ୍ରଶ୍ନର ସଠିକ ଉତ୍ତର ପାଇପାରିବା। ପବିତ୍ର ଆତ୍ମାଙ୍କ ଯୁଗରେ ଉଦ୍ଧାରକର୍ତ୍ତା ଯେତେବେଳେ ପୃଥିବୀକୁ ଆସିବେ ତେବେ କେଉଁ ସତ୍ୟ ଆଣିବେ? ଆସନ୍ତୁ ଆମ୍ଭେ ଆଦି ପୁସ୍ତକ ଅଧ୍ୟାୟ 4କୁ ଯାଇ ଅଧ୍ୟୟନ କରିବା ଜାରି ରଖିବା, ଯେଉଁଠାରେ ଆମ୍ଭେ ଆଦମଙ୍କ ପୁତ୍ରମାନଙ୍କର ରେକର୍ଡ ପାଇପାରିବା। ସେଠାରେ କିଏ କିଏ ଥିଲେ? କଇନ୍ ଓ ହେବଲ। ପରମେଶ୍ୱର କଇନ୍ ଏବଂ ହେବଲଙ୍କୁ ସତ୍ୟ ଜାଣିବାକୁ ଦେଲେ, ଯାହା ସେମାନଙ୍କୁ ଅମୃତ ବୃକ୍ଷ ପର୍ଯ୍ୟନ୍ତ ନେଇଯିବ। ଯଦିଓ ପରମେଶ୍ୱର ସେମାନଙ୍କୁ ସତ୍ୟ ଦେଖାଇଲେ, ତଥାପି କଇନ୍ ଅବାଧ୍ୟତାରେ ନୈବେଦ୍ୟ ଉତ୍ସର୍ଗ କରିଥିଲେ। ଯେତେବେଳେ ହେବଲ ଏକ ଆଜ୍ଞାକାରୀ ହୃଦୟ ସହିତ ବଳିଦାନ ଉତ୍ସର୍ଗ କଲେ, ତେଣୁ ପରମେଶ୍ୱର କେବଳ ହେବଲଙ୍କ ନୈବେଦ୍ୟକୁ ଗ୍ରହଣ କଲେ ଏବଂ କଇନର ନୈବେଦ୍ୟକୁ ଗ୍ରହଣ କଲେ ନାହିଁ। ଆସନ୍ତୁ ଆମ୍ଭେ ଦେଖିବା କି ଏଦନ ଉଦ୍ୟାନରେ ଥିବା ଉଭୟ ବୃକ୍ଷ ମଧ୍ୟରେ ସମ୍ବନ୍ଧିତ ମାମଲା ଆଦି ପୁସ୍ତକ ଅଧ୍ୟାୟ 4 ସହିତ କିପରି ଜଡ଼ିତ ଅଛି। ଆଦି ପୁସ୍ତକ ଅଧ୍ୟାୟ 4 ପଦ 1। ଅନନ୍ତର ଆଦମ ଆପଣା ଭାର୍ଯ୍ୟା ହବାଙ୍କର ସହବାସ କରନ୍ତେ ସେ ଗର୍ଭବତୀ ହୋଇ କଇନ୍ ଅର୍ଥାତ୍ ଲାଭ ନାମକ ଗୋଟିଏ ପୁତ୍ର ପ୍ରସବ କରି କହିଲେ, ସଦାପ୍ରଭୁଙ୍କ ସାହାଯ୍ୟରେ ମୋହର ଏକ ନର ଲାଭ ହୋଇଅଛି। ଏଥିଉତ୍ତାରୁ ସେ ହେବଲ ଅର୍ଥାତ୍ ଅସ୍ଥାୟୀ ନାମକ ତାହାର ସହୋଦରକୁ ପ୍ରସବ କଲେ। ହେବଲ ମେଷପାଳକ ଓ କଇନ୍ କୃଷକ ଥିଲେ। ସମୟାନୁକ୍ରମେ କଇନ୍ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭୂମି ଉତ୍ପନ୍ନ ଫଳ ଆଣି ଉତ୍ସର୍ଗ କଲେ। ଆଉ ହେବଲ ମଧ୍ୟ ନିଜର ପଲର ପ୍ରଥମ କେତେକ ପଶୁ ଓ ସେମାନଙ୍କ ମେଦ ଉତ୍ସର୍ଗ କଲେ। ସଦାପ୍ରଭୁ ହେବଲଙ୍କୁ ଓ ତାଙ୍କର ନୈବେଦ୍ୟକୁ ଗ୍ରାହ୍ୟ କଲେ, ମାତ୍ର କଇନଙ୍କୁ ଓ ତାଙ୍କର ନୈବେଦ୍ୟକୁ ସେ ଅଗ୍ରାହ୍ୟ କଲେ। ଏହେତୁ କଇନ୍ ଅତି କ୍ରୋଧ କରି ଅଧମୁଖ ହେଲେ। ଦୁଇଟି ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଛି। ହେବଲଙ୍କ ବଳିଦାନ ଏବଂ କଇନଙ୍କ ବଳିଦାନ। ପ୍ରଥମେ ସେମାନଙ୍କୁ ମର୍ତ୍ତ୍ୟ ପ୍ରାଣୀ ଭାବରେ ଅମୃତ ବୃକ୍ଷ ନିକଟକୁ ଆସିବାକୁ ଅନୁମତି ଦିଆଯାଇନଥିଲା, କିନ୍ତୁ ଏଦନରେ ଏହି ଘଟଣା ପରେ ପରମେଶ୍ୱର ମାନବ ଜାତିକୁ ଏହା ଜାଣିବାକୁ ଅନୁମତି ଦେଲେ କି କିପରି ପରମେଶ୍ୱରଙ୍କ ବଳିଦାନ ଉତ୍ସର୍ଗ କରାଯିବା ଉଚିତ। ଏହା ବର୍ତ୍ତମାନ ଆରାଧନା ନାମରେ ଜଣାଶୁଣା। ପରମେଶ୍ୱରଙ୍କୁ ଆରାଧନା କରିବାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣ ମଧ୍ୟରୁ ଗୋଟିଏ ହେଉଛି ପାପର କ୍ଷମା ପ୍ରାପ୍ତ କରିବା। ଅମୃତ ବୃକ୍ଷକୁ ପୁନଃସ୍ଥାପିତ କରିବା ବିନା ଯାହା ଆମ୍ଭେମାନେ ହରାଇଥିଲୁ, ଆମ୍ଭେ ଆତ୍ମିକ ଏଦନରେ କଦାପି ଫେରିପାରିବା ନାହିଁ। ଅନ୍ୟ ଶବ୍ଦରେ, ଯଦି ଆମ୍ଭେ ଆତ୍ମିକ ଏଦନ ଆପଣା ଅନନ୍ତ ସ୍ୱର୍ଗୀୟ ଘରକୁ ଫେରିବାକୁ ଚାହୁଁଅଛୁ, ତେବେ କ'ଣ ଆମ୍ଭମାନଙ୍କୁ ପ୍ରଥମେ ପାପ କ୍ଷମା ପ୍ରାପ୍ତ କରିବା ଉଚିତ ନୁହେଁ? ପରମେଶ୍ୱର କଇନ୍ ଓ ହେବଲଙ୍କୁ ପାପର କ୍ଷମା ପ୍ରାପ୍ତ କରିବାର ପଥ ପ୍ରଦାନ କଲେ। ଅତଏବ ଏକ ଆଜ୍ଞାକାରୀ ହୃଦୟ ସହିତ ହେବଲ ପରମେଶ୍ୱରଙ୍କୁ ଏକ ପଶୁର ବଳିଦାନର ରକ୍ତ ଅର୍ପଣ କଲେ, କିନ୍ତୁ କଇନ୍ ପରମେଶ୍ୱରଙ୍କୁ ଆପଣା ଫସଲ ମଧ୍ୟରୁ ଅର୍ପଣ କଲେ। ଯେହେତୁ ସେ ଭୂମିରେ ଚାଷ କରୁଥିବା ଜଣେ ଚାଷୀ ଥିଲେ, ପରମେଶ୍ୱର କେବଳ ହେବଲଙ୍କ ନୈବେଦ୍ୟକୁ ଗ୍ରହଣ କଲେ, କିନ୍ତୁ କଇନଙ୍କ ନୈବେଦ୍ୟକୁ ଅସ୍ୱୀକାର କଲେ। ଏପରି କରିବାରେ ପରମେଶ୍ୱରଙ୍କ ଇଚ୍ଛା କ'ଣ?
ଆସନ୍ତୁ ଆମ୍ଭେ ଏବ୍ରି ଅଧ୍ୟାୟ 9ରେ ଏହାର ଉତ୍ତର ଖୋଜିବା। 22절입니다. ଏବ୍ରି ଅଧ୍ୟାୟ 9 ପଦ 22। 율법을 ପୁଣି ବ୍ୟବସ୍ଥା ଅନୁସାରେ ପ୍ରାୟ ସମସ୍ତ ବିଷୟ ରକ୍ତ ଦ୍ୱାରା ସୂଚୀକୃତ ହୁଏ, 정결케 되나니 ଆଉ ରକ୍ତପାତ ବିନା 없은즉 ପାପମୋଚନ ହୁଏ ନାହିଁ। 즉 ଏହାର ଅର୍ଥ କି ଆମ୍ଭେ ପାପର କ୍ଷମା ପାଇପାରିବା ନାହିଁ। 죄사 କ'ଣ ଏହାର ଅର୍ଥ ଏହା ନୁହେଁ କି ଆମ୍ଭେ କେବଳ ପାପର କ୍ଷମା ପାଇ ଏଦନ ଉଦ୍ୟାନରେ ଅମୃତ ବୃକ୍ଷ ପାଇପାରିବା? 수 있는 것 아니겠습니까? ସେଥିପାଇଁ ପରମେଶ୍ୱର ଆମ୍ଭମାନଙ୍କୁ ତାଙ୍କ ବାକ୍ୟ ମାଧ୍ୟମରେ ଶିକ୍ଷା ଦେଲେ ରକ୍ତପାତ ବିନା ପାପମୋଚନ ହୁଏ ନାହିଁ। 이렇게 말씀을 주셨습니다. 아담이 ଆଜ୍ଞାକାରୀ ସହିତ ହେବଲ ଯେ ଆଦମଙ୍କ ପୁତ୍ର ଅଟନ୍ତି, 양의 새끼를 ପରମେଶ୍ୱରଙ୍କୁ ପ୍ରସନ୍ନ କରୁଥିବା ରକ୍ତ ବଳିଦାନର ନୈବେଦ୍ୟ ଉତ୍ସର୍ଗ କରିବାକୁ ଏକ ମେଷ ଶାବକକୁ ବଳିଦାନ କଲେ। 모세 ବଳିଦାନ ଉତ୍ସର୍ଗ କରିବାର ଏହି ଉପାୟ ପ୍ରଥମେ ମୌଖିକ ଭାବରେ ପାସ୍ କରାଯାଇଥିଲା। 시대에 와서 ଶେଷରେ ଏହା ମୂଷାଙ୍କ ସମୟରେ ସଂହିତାବଦ୍ଧ ହେଲା। ପୁରାତନ ନିୟମରେ ପରମେଶ୍ୱର ଆପଣା ନିୟମ ଏବଂ ଆଜ୍ଞା 기록이 되었고 ଗୋଟିଏ ପରେ ଗୋଟିଏ ଦେଲେ। 이제 하나의 ପରେ ପରମେଶ୍ୱର ସେଗୁଡ଼ିକ 어떤 ବ୍ୟବସ୍ଥା ଭାବରେ ସଂହିତାବଦ୍ଧ କଲେ। 율법 가운데 ମୂଷାଙ୍କୁ ଏହି ବ୍ୟବସ୍ଥା ଦ୍ୱାରା ଆମ୍ଭେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ ପାଇପାରିବା। 출애굽기 ଯାତ୍ରା ପୁସ୍ତକ ଅଧ୍ୟାୟ 25ରେ 피 흘림의 ପରମେଶ୍ୱର ପବିତ୍ର ସ୍ଥାନ ଏବଂ ପରମ ପବିତ୍ର ସ୍ଥାନକୁ ନିର୍ମାଣ କରାଇଲେ, 에서는 ଯାହାଦ୍ୱାରା ରକ୍ତର ବଳିଦାନକୁ ନିୟମାବଳୀ କରାଯାଇପାରିବ। ପବିତ୍ର ସ୍ଥାନ ଏବଂ ପରମ ପବିତ୍ର ସ୍ଥାନରେ ନିରନ୍ତର ହୋମବଳି ସମୟରେ ପରମେଶ୍ୱରଙ୍କୁ ନୈବେଦ୍ୟ ଉତ୍ସର୍ଗ କରାଯାଉଥିଲା, ଯାହା ଆଜି ପ୍ରାର୍ଥନା ସମୟରେ ଏବଂ ପ୍ରତ୍ୟେକ ବିଶ୍ରାମ ଦିନ ଦ୍ୱାରା ପୂର୍ଣ୍ଣ ହୁଏ। ଯାତ୍ରା ପୁସ୍ତକ ଅଧ୍ୟାୟ 25 ପଦ 16। ପୁଣି ଆମ୍ଭେ ତୁମକୁ ଯେଉଁ ସାକ୍ଷ୍ୟ ପତ୍ର ଦେବା ତାହା ସେହି ସିନ୍ଦୁକରେ ରଖିବ। ଏ ଉତ୍ତାରେ ତୁମ୍ଭେ ଶୁଦ୍ଧ ସୁବର୍ଣ୍ଣରେ 2.5 ହସ୍ତ ଦୀର୍ଘ ଓ 1.5 ହସ୍ତ ପ୍ରସ୍ଥ ଏକ ପାପାଚ୍ଛେଦନ ନିର୍ମାଣ କରିବ। ତୁମ୍ଭେ ସୁବର୍ଣ୍ଣର 2 କିରୁବ ପ୍ରସ୍ତୁତ କରିବ। ପିଟା କର୍ମରେ ତାହା ପ୍ରସ୍ତୁତ କରି ସେହି ପାପାଚ୍ଛେଦନର 2 ମୁଣ୍ଡରେ ଦେବ। ଏକ କିରୁବ ଏକ ମୁଣ୍ଡରେ ଓ ଅନ୍ୟ କିରୁବ ଅନ୍ୟ ମୁଣ୍ଡରେ ସ୍ଥାପନ କରିବ। 2 କିରୁବକୁ ପାପଚ୍ଛେଦନ ସହିତ ସଂଲଗ୍ନ ଓ ତହିଁର 2 ପ୍ରାନ୍ତର ଉଭା କରି ସ୍ଥାପନ କରିବ। ପୁଣି କିରୁବମାନେ ପରସ୍ପର ସମ୍ମୁଖୀନ ହୋଇ ପକ୍ଷ ଊର୍ଦ୍ଧ୍ୱକୁ ବିସ୍ତାର କରି ପାପାଚ୍ଛେଦନ ଆବରଣ କରିବେ। ପାପାଚ୍ଛେଦନ ପ୍ରତି କିରୁବମାନଙ୍କର ମୁଖ ରହିବ। ତୁମ୍ଭେ ସେହି ପାପାଚ୍ଛେଦନ ସେହି ସିନ୍ଦୁକ ଉପରେ ରଖିବ। ପୁଣି ଆମ୍ଭେ ତୁମ୍ଭକୁ ଯେଉଁ ସାକ୍ଷ୍ୟ ପତ୍ର ଦେବା ତାହା ସେହି ସିନ୍ଦୁକ ଭିତରେ ଥୋଇବ। ଆଉ ଆମ୍ଭେ ସେହି ସ୍ଥାନରେ ତୁମ୍ଭ ସହିତ ସାକ୍ଷାତ କରିବା ଓ ପାପାଚ୍ଛେଦନର ଉପରି ଭାଗରୁ ଅର୍ଥାତ୍ ସାକ୍ଷ୍ୟ ସିନ୍ଦୁକର ଉପରିସ୍ଥ କିରୁବଦ୍ୱୟ ମଧ୍ୟରୁ ତୁମ୍ଭ ସଙ୍ଗେ ଆଳାପ କରି ଇସ୍ରାଏଲ ସନ୍ତାନଗଣ ବିଷୟକୁ ଆମ୍ଭର ସମସ୍ତ ଆଜ୍ଞା ତୁମ୍ଭକୁ ଜଣାଇବା। ଏଦନ ଉଦ୍ୟାନରେ ସତ୍ ସତ୍ ଜ୍ଞାନଦାୟକ ବୃକ୍ଷ ଓ ଅମୃତ ବୃକ୍ଷ ଥିଲା। ଆଦମ ଏବଂ ହବାଙ୍କ ପାପ କରିବା ପରେ ଅମୃତ ବୃକ୍ଷର ପଥ କିରୁବମାନଙ୍କ ଦ୍ୱାରା ସୁରକ୍ଷିତ ଥିଲା। ପବିତ୍ର ସ୍ଥାନ ଏବଂ ପରମ ପବିତ୍ର ସ୍ଥାନ ବିଷୟରେ ନିର୍ଦ୍ଦେଶ ଦେବାବେଳେ 건설하는 그 ପରମେଶ୍ୱର ମୂଷାଙ୍କୁ ଆଦେଶ ଦେଲେ କି ସେ ନିୟମର ସିନ୍ଦୁକ ଉପରେ ପାପାଚ୍ଛେଦନର ଆବରଣ ମୁଣ୍ଡରେ କିରୁବ ଗଣକୁ ରଖିବ। ପରମେଶ୍ୱର ପରମ ପବିତ୍ର ସ୍ଥାନ ଭିତରେ ସିନ୍ଦୁକର ଉପରେ 했던 그룹 천사 କିରୁବ ଗଣକୁ ରଖିଲେ, 지성소 ଯେଉଁମାନେ ଆଦି ପୁସ୍ତକରେ ଅମୃତ ବୃକ୍ଷକୁ ସୁରକ୍ଷା ଦେଇଥିଲେ। 하나님께서 세우라고 하신 뜻이 계십니다. ଯେପରି ଆଦି ପୁସ୍ତକରେ ପ୍ରଦର୍ଶିତ କରାଯାଇଅଛି, 나타난 바와 କିରୁବମାନଙ୍କର ଭୂମିକା ଅମୃତ ବୃକ୍ଷକୁ ସୁରକ୍ଷା ଦେବା। ପରମେଶ୍ୱର ମୂଷାଙ୍କୁ କିରୁବ ଗଣକୁ କେଉଁଠାରେ ରଖିବାକୁ କହିଥିଲେ? 지성소 안에 ପରମେଶ୍ୱର ତାଙ୍କୁ ପରମ ପବିତ୍ର ସ୍ଥାନରେ ନିୟମର ସିନ୍ଦୁକ ଉପରେ ରଖିବାକୁ କହିଲେ। 그렇다면 ଯେହେତୁ 2 କିରୁବ ସିନ୍ଦୁକର ଦେଖାଶୁଣା କରୁଛନ୍ତି, 그 ତେବେ ଆମ୍ଭେ ବୁଝିପାରିବା କି ନିୟମର ସିନ୍ଦୁକ କାହାକୁ ପ୍ରତିନିଧିତ୍ୱ କରେ। 금방 이해할 수 있습니까? ତାହା ଅମୃତର ବୃକ୍ଷ। 그룹 천사 ଆମ୍ଭେ ସ୍ପଷ୍ଟ ଭାବରେ ବୁଝିପାରିବା କି ନିୟମର ସିନ୍ଦୁକ ଯାହା କିରୁବମାନଙ୍କ ଦ୍ୱାରା ସଂରକ୍ଷିତ ଥିଲା, 이해할 수 있습니다. ଏଦନ ଉଦ୍ୟାନରେ କ'ଣ ଅଛି? ତାହା ଅମୃତର ବୃକ୍ଷ। ତେବେ ନିୟମର ସିନ୍ଦୁକ ଭିତରେ କ'ଣ ରଖାଯାଇଥିଲା? ଆସନ୍ତୁ ଆମ୍ଭେ ଏବ୍ରି ଅଧ୍ୟାୟ 9 ପଦ 1 ଦେଖିବା। ପ୍ରକୃତରେ ସେହି ପ୍ରଥମ ନିୟମର ମଧ୍ୟ ଉପାସନା ସମ୍ବନ୍ଧୀୟ ନାନା ବିଧି ବିଧାନ ଓ ଗୋଟିଏ ପାର୍ଥିବ ପବିତ୍ର ସ୍ଥାନ ଥିଲା। କାରଣ ଗୋଟିଏ ତମ୍ବୁ ନିର୍ମିତ ହୋଇଥିଲା, ସେଥିରେ ପ୍ରଥମ ଭାଗରେ ଦୀପବୃକ୍ଷ, ମେଜ ଓ ଦର୍ଶନ ରୁଟି ଥିଲା। ତାହାକୁ ପବିତ୍ର ସ୍ଥାନ ବୋଲି କହନ୍ତି। ପୁଣି ଦ୍ୱିତୀୟ ଯବନିକାର ପଶ୍ଚାତରେ ତମ୍ବୁର ଯେଉଁ ଭାଗ ଥିଲା ତାହାକୁ ମହାପବିତ୍ର ସ୍ଥାନ ବୋଲି କହନ୍ତି। ସେଠାରେ ସୁବର୍ଣ୍ଣର ଧୂପବେଦୀ ଓ ଚତୁଃପାର୍ଶ୍ୱ ସୁବର୍ଣ୍ଣମଣ୍ଡିତ ନିୟମ ସିନ୍ଦୁକ ଥିଲା। ସେହି ନିୟମ ସିନ୍ଦୁକରେ ମାନା ରଖାଯାଇଥିବା ଗୋଟିଏ ସୁବର୍ଣ୍ଣର ପାତ୍ର, ହାରୁଣଙ୍କ ମଞ୍ଚରିତ ଯଷ୍ଟି ଓ ନିୟମର 2 ପ୍ରସ୍ତର ଫଳକ ଥିଲା। ନିୟମର ସିନ୍ଦୁକ ଭିତରେ କ'ଣ ଥିଲା? ମାନା, ହାରୁଣଙ୍କ ମଞ୍ଚରିତ ଯଷ୍ଟି ଓ ଯେଉଁଥିରେ ନିୟମର 2 ପ୍ରସ୍ତର ଫଳକ ଥିଲା, ଯାହା 10 ଆଜ୍ଞା। ଏହା ନିୟମର ସିନ୍ଦୁକ ଭିତରେ ମିଳିଲା। ତେବେ 2 କିରୁବଗଣ ସିନ୍ଦୁକକୁ ରକ୍ଷା କାହିଁକି କଲେ, ଯେଉଁଥିରେ ସେହି ସମସ୍ତ ବସ୍ତୁକୁ ରଖାଯାଇଥିଲା?
우리 କ'ଣ 10 ଆଜ୍ଞାର ସ୍ଥାପନା ପରମେଶ୍ୱରଙ୍କ ବାକ୍ୟ ଦ୍ୱାରା ତାଙ୍କ ଆଜ୍ଞା ଭାବରେ କରାଗଲା ନାହିଁ? ଯୋହନ ଅଧ୍ୟାୟ 1 ପଦ 1 초에 뭐 ଆଦ୍ୟରେ କ'ଣ ଥିଲେ? 말씀이 ବାକ୍ୟ ଥିଲେ। 이 말씀이 하나님과 ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ, ସେହି ବାକ୍ୟ ଈଶ୍ୱର ଥିଲେ। 쉽게 10 ଆଜ୍ଞାର ପ୍ରସ୍ତର ଫଳକ ପରମେଶ୍ୱରଙ୍କୁ ଦର୍ଶାଏ, 그 말씀 하나님이심을 ଯିଏ ପରମେଶ୍ୱରଙ୍କ ବାକ୍ୟ। 내용이 되겠고요. କ'ଣ ସିନ୍ଧୁକ ଭିତରେ ମାନା ମଧ୍ୟ ମିଳିଲା ନାହିଁ? 근데 ଯୋହନ ଅଧ୍ୟାୟ 6ରେ ଏହା କହି, 께서 ମୁଁ ସ୍ୱର୍ଗରୁ ଅବତୀର୍ଣ୍ଣ ସେହି ଜୀବନ୍ତ ଆହାର, ଯୀଶୁ ନିଜକୁ କାହା ସହିତ ତୁଳନା କଲେ? 당신을 비유하셔서 ସେ ନିଜକୁ ମାନା ସହିତ ତୁଳନା କଲେ 그리고 ଏବଂ ହାରଣଙ୍କ ମଞ୍ଚରିତ ଯଷ୍ଟି। 아론은 ହାରଣ ଇସ୍ରାଏଲର ପ୍ରଥମ ମହାଯାଜକ ଥିଲେ। 이스라엘이었습니다. 결국 ସେହି ସବୁ ଯାହା ସିନ୍ଧୁକ ଭିତରେ ମିଳିଲା, 예수 그리스도의 ଶେଷରେ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ସାକ୍ଷ୍ୟ ଦିଏ। 있는 대목이 되겠습니다. ଏହାଦ୍ୱାରା ପରମେଶ୍ୱର ଆମ୍ଭମାନଙ୍କୁ ଜାଣିବାକୁ ଦେଲେ କି ଯୀଶୁ ମହାଯାଜକଙ୍କ ଭାବରେ ଆସିବେ 말씀 하나님이심 ଏବଂ ସେ ପରମେଶ୍ୱର ଅଟନ୍ତି, ଯେ ପରମେଶ୍ୱରଙ୍କ ବାକ୍ୟ ଅଟନ୍ତି। 서 내려온 산 ଏହା ବ୍ୟତୀତ ସେ ମାନା ଅଟନ୍ତି, 로서의 ଯେ ସ୍ୱର୍ଗରୁ ଅବତୀର୍ଣ୍ଣ ସେହି ଜୀବନ୍ତ ଆହାର। 주신 그 내 ଆମ୍ଭେ ତାଙ୍କ ବିଷୟରେ ଏହି ସମସ୍ତ ସାକ୍ଷ୍ୟ କେଉଁଠାରୁ ପାଇପାରିବା? 언약궤 하나님 ସେହି ସମସ୍ତ ନିୟମର ସିନ୍ଧୁକ ଭିତରେ ମିଳିଲା। 결국 ଅମୃତ ବୃକ୍ଷ, ଯାହା କିରୁବଗଣଙ୍କ ଦ୍ୱାରା ସୁରକ୍ଷିତ ନିୟମର ସିନ୍ଧୁକ ଭିତରେ ଥିଲା, 예수 그리스도를 ଯୀଶୁ ଖ୍ରୀଷ୍ଟଙ୍କୁ ଦର୍ଶାଏ। 했던 것입니다. 요한복음 6장 ଆସନ୍ତୁ ଆମେ ଯୋହନ ଅଧ୍ୟାୟ 6ରେ ଏହାକୁ ନିଶ୍ଚିତ କରିବା। 6장 ଯୋହନ ଅଧ୍ୟାୟ 6 ପଦ 50, କେହି ଯେପରି ଭୋଜନ କରି ମୂର୍ତ୍ତି ଭୋଗ ନ କରେ, 사람 ଏଥି ନିମନ୍ତେ ସ୍ୱର୍ଗରୁ ଅବତରଣ କରିବା ଆହାର ଏହି ଅଟେ। ମୁଁ ସ୍ୱର୍ଗରୁ ଅବତୀର୍ଣ୍ଣ ସେହି ଜୀବନ୍ତ ଆହାର, କେହି ଯଦି ଏହି ଆହାର ଭୋଜନ କରେ, ତାହା ସହିତ କ'ଣ ହେବ? ସେ ଅନନ୍ତ କାଳ ପର୍ଯ୍ୟନ୍ତ ଜୀବିତ ରହିବ। ମାନବ ଜାତିଙ୍କୁ ଏହେତୁ ମରିବାକୁ ପଡ଼ିଲା, 먹고 죽게 କାରଣ ସେମାନେ ସତ୍ ସତ୍ ଜ୍ଞାନଦାୟକ ବୃକ୍ଷ ମଧ୍ୟରୁ ଖାଇଲେ। ଏକମାତ୍ର ଉପାୟ ଯାହାଦ୍ୱାରା ସେମାନେ ବଞ୍ଚିପାରିବେ, ତାହା ଏଦନ ଉଦ୍ୟାନରୁ ଅମୃତ ବୃକ୍ଷ ମଧ୍ୟରୁ ଖାଇବା। କିନ୍ତୁ ଯୀଶୁ କହିଲେ, କେହି ଯଦି ଏହି ଆହାର ଭୋଜନ କରେ, ସେ ଅନନ୍ତ କାଳ ପର୍ଯ୍ୟନ୍ତ ଜୀବିତ ରହିବ। ପଦ 51, ମୁଁ ସ୍ୱର୍ଗରୁ ଅବତୀର୍ଣ୍ଣ ସେହି ଜୀବନ୍ତ ଆହାର, କେହି ଯଦି ଏହି ଆହାର ଭୋଜନ କରେ, ସେ ଅନନ୍ତ କାଳ ପର୍ଯ୍ୟନ୍ତ ଜୀବିତ ରହିବ। ଅନ୍ୟ ଶବ୍ଦରେ, ଯଦି ତୁମ୍ଭେ ମୋହର ମାଂସ ଭୋଜନ କର, ତେବେ ସର୍ବଦା ଜୀବିତ ରହିବ। ହଁ, ମୁଁ ଯେଉଁ ଆହାର ଦେବି, ତାହା ମୋହର ମାଂସ, ମୁଁ ତାହା ଜଗତର ଜୀବନ ନିମନ୍ତେ ଦେବି। ପଦ 52, ଏଥିରେ ଯିହୁଦୀମାନେ ପରସ୍ପର ବାଗୁଦ୍ୟ କରି କହିବାକୁ ଲାଗିଲେ, ଏ କିପରି ଆମ୍ଭମାନଙ୍କୁ ଆପଣା ମାଂସ ଖାଇବାକୁ ଦେଇପାରେ? ସେଥିରେ ଯୀଶୁ ସେମାନଙ୍କୁ କହିଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମନୁଷ୍ୟ ପୁତ୍ରଙ୍କର ମାଂସ ଭୋଜନ ନ କଲେ ଓ ତାହାଙ୍କର ରକ୍ତ ପାନ ନ କଲେ ତୁମ୍ଭମାନଙ୍କଠାରେ ଜୀବନ ନାହିଁ। 없나니라 했습니다. ଯେଉଁମାନେ ଯୀଶୁଙ୍କ ମାଂସ ଖାଆନ୍ତି ନାହିଁ କିମ୍ବା ତାଙ୍କ ରକ୍ତ ପିଅନ୍ତି ନାହିଁ, ସେମାନଙ୍କୁ ଏଦନ ଉଦ୍ୟାନରେ ସତ୍ ସତ୍ ଜ୍ଞାନଦାୟକ ବୃକ୍ଷ ମଧ୍ୟରୁ ଖାଇବାର ପାପର ପରିଣାମ ଭୋଗିବାକୁ ପଡ଼ିବ। ସେମାନେ କଦାପି ଚିରଦିନ ପାଇଁ ବଞ୍ଚିପାରିବେ ନାହିଁ କିମ୍ବା ସେମାନେ ନିଜ ଜୀବନକୁ ବଜାୟ ରଖିପାରିବେ ନାହିଁ। ପଦ 54, ଯେ ମୋହର ମାଂସ ଭୋଜନ କରେ ଓ ମୋହର ରକ୍ତ ପାନ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ। 힘을 가졌다고 했습니다. ବାଇବେଲ ଦ୍ୱାରା କ'ଣ ଆମ୍ଭେ ଏହାର ଉତ୍ତର ଖୋଜିପାରିବା ନାହିଁ କି ଏଦନ ଉଦ୍ୟାନରେ ଅମୃତ ବୃକ୍ଷର ଦୃଷ୍ଟାନ୍ତର ବାସ୍ତବତା କ'ଣ? 우리가 성경을 통해서 답을 찾을 수 있는 것 아니겠습니까? ସେ ସ୍ୱୟଂ ଯୀଶୁ ଖ୍ରୀଷ୍ଟ ଥିଲେ। ଯୋହନ ଅଧ୍ୟାୟ 6ରେ ଅନନ୍ତ ଜୀବନ ପ୍ରାପ୍ତ କରିବା ପାଇଁ ଆମ୍ଭମାନଙ୍କୁ କାହାର ମାଂସ ଓ ରକ୍ତ ଖାଇବାର ଅଛି? 먹고 ଏହା ଯୀଶୁଙ୍କର ମାଂସ ଓ ରକ୍ତ। 55절에 ପଦ 55, 내 କାରଣ ମୋହର ମାଂସ ପ୍ରକୃତ ଖାଦ୍ୟ ଓ ମୋହର ରକ୍ତ ପ୍ରକୃତ ପେୟ। 살을 먹고 ଯେ ମୋହର ମାଂସ ଭୋଜନ କରେ ଓ ମୋ ରକ୍ତ ପାନ କରେ, ସେ ମୋ ଠାରେ ରହେ ଓ ମୁଁ ତାହାଠାରେ ରହେ। 살아계신 ଜୀବନ୍ତ ପିତା ଯେପରି ମୋତେ ପ୍ରେରଣା କଲେ ଓ ମୁଁ ପିତାଙ୍କ ହେତୁରୁ ଜୀବିତ ଥାଏ, 것 같이 ସେହିପରି ଯେ ମୋତେ ଭୋଜନ କରେ, ସେ ମଧ୍ୟ ମୋ ହେତୁ ଜୀବିତ ରହିବ। 했습니다. ଯେପରି ଯୀଶୁ କହିଲେ ଯେ ଯିଏ ତାଙ୍କ ମାଂସ ଖାଏ, ସେ ସର୍ବଦା ଜୀବିତ ରହିପାରିବ। 말씀을 주실 때 에덴 ଆମ୍ଭେ ଏଦନ ଉଦ୍ୟାନରେ ଅମୃତ ବୃକ୍ଷର ଦୃଷ୍ଟାନ୍ତ ମାଧ୍ୟମରେ କ'ଣ ଜାଣିପାରିବା? 누구였다는 사실을 우리가 ଆମେ ବୁଝିପାରିବା କି ଅମୃତ ବୃକ୍ଷର ବାସ୍ତବତା ହେଉଛନ୍ତି ଯୀଶୁ ଖ୍ରୀଷ୍ଟ। 자신이었던 것입니다. ପୁଣି ଆମ୍ଭମାନଙ୍କୁ ବୁଝିବା ଉଚିତ କି ଯୀଶୁଙ୍କ ମାଂସ କିପରି ଖାଇବାର ଅଛି। ଆମ୍ଭେ କିପରି ଯୀଶୁଙ୍କ ମାଂସ ଖାଇପାରିବା ଏବଂ ତାଙ୍କ ରକ୍ତ କିପରି ପିଇପାରିବା? 겠냐는 것입니다. 그래서 우리 하나님 ପରମେଶ୍ୱର ଏକ ସତ୍ୟ ସ୍ଥାପିତ କଲେ, ଯାହାଦ୍ୱାରା ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କ ମାଂସ ଖାଇପାରିବା 하실 수 있는 ଓ ତାଙ୍କ ରକ୍ତ ପିଇପାରିବା। 그것이 바로 뭡니까? ଏହା କେଉଁ ସତ୍ୟ? 6월절입니다. ଏହା ନିସ୍ତାର ପର୍ବ। 마태복음 26장 ଆସନ୍ତୁ ଆମ୍ଭେ ମାଥିଓ ଅଧ୍ୟାୟ 26ରେ ଏହାର ଉତ୍ତର ଖୋଜିବା। 26장 17절에 ମାଥିଓ ଅଧ୍ୟାୟ 26 ପଦ 17, ପରେ ଖମିର ଶୂନ୍ୟ ରୁଟି ପର୍ବର ପ୍ରଥମ ଦିନରେ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସି ପଚାରିଲେ, ଆମ୍ଭେମାନେ କେଉଁ ସ୍ଥାନରେ ଆପଣଙ୍କ ନିମନ୍ତେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି?
성한 ଯୀଶୁ କହିଲେ, ନଗରରେ ଯାଇ ଅମୁକ ଲୋକଙ୍କ ନିକଟକୁ ଯାଇ କୁହ, ଗୁରୁ କହୁଅଛନ୍ତି, ମୋହର କାଳ ସନ୍ନିକଟ। 제자들과 ମୁଁ ମୋହର ଶିଷ୍ୟମାନଙ୍କ ସହିତ ତୁମ୍ଭ ଗୃହରେ ନିସ୍ତାର ପର୍ବ ପାଳନ କରିବି। 시도를 하라 하신데 ସେଥିରେ ଶିଷ୍ୟମାନେ ଯୀଶୁଙ୍କ ଆଦେଶ ଅନୁସାରେ କର୍ମ କରି ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ। 여기서 ଆସନ୍ତୁ ଆମେ ପଦ 26ରେ ଦେଖିବା କି କିପରି ଯୀଶୁ ନିସ୍ତାର ପର୍ବ ପାଳନ କଲେ। ଆଉ ସେମାନେ ଭୋଜନ କରୁଥିବା ସମୟରେ ଯୀଶୁ ରୁଟି ଘେନି ଆଶୀର୍ବାଦ କଲେ ଓ ତାହା ଭାଙ୍ଗି ଶିଷ୍ୟମାନଙ୍କୁ ଦେଇ କହିଲେ, ନିଅ ଭୋଜନ କର, ଏହା ମୋହର ଶରୀର। 내 몸이라 하시고 ନିସ୍ତାର ପର୍ବର ରୁଟି ଦେଇ ସେ କହିଲେ, ଏହା ମୋହର ଶରୀର। ଅନ୍ୟ ଶବ୍ଦରେ ସେ ଆପଣା ମାଂସ ଦେଲେ। 주셨습니다. ପୁଣି ସେ ପାନପାତ୍ର ଘେନି ଧନ୍ୟବାଦ ଦେଲେ। କ'ଣ ପାନପାତ୍ରର ଭିତରେ ନିସ୍ତାର ପର୍ବର ଦ୍ରାକ୍ଷାରସ ନଥିଲା? ପୁଣି ସେ ପାନପାତ୍ର ଘେନି ଧନ୍ୟବାଦ ଦେଲେ, ଯେଉଁଥିରେ ଦ୍ରାକ୍ଷାରସ ଥିଲା, ଓ ସେମାନଙ୍କୁ ଦେଇ କହିଲେ, ଏଥିରୁ ସମସ୍ତେ ପାନ କର। କାରଣ ଯେଉଁ ନିୟମର ରକ୍ତ ଅନେକଙ୍କ ନିମନ୍ତେ ପାପକ୍ଷମା ଉଦ୍ଦେଶ୍ୟରେ ପାତିତ ହେଉଅଛି, ଏ ମୋହର ସେହି ରକ୍ତ। ଯେତେବେଳେ ଆମ୍ଭେ ନିସ୍ତାର ପର୍ବର ରୁଟି ଖାଉ ଓ ନିସ୍ତାର ପର୍ବର ଦ୍ରାକ୍ଷାରସ ପାନ କରୁ, ତେବେ ଆମ୍ଭେ ଏଦନ ଉଦ୍ୟାନରେ ଅମୃତ ବୃକ୍ଷ ମଧ୍ୟରୁ ଖାଇଥାଉ। ଖାଦ୍ୟ ଯେତେ ଭଲ ଏବଂ ଉତ୍ତମ ହେଉନା କାହିଁକି, କୌଣସି ଖାଦ୍ୟ ମାନବ ଜାତିକୁ ଅନନ୍ତ ଜୀବନ ଦେଇପାରିବ ନାହିଁ। 우리에게 영생을 줄 수 있는 것은 아무것도 없습니다. କିନ୍ତୁ ଯୀଶୁ ଆମ୍ଭମାନଙ୍କୁ ଶିକ୍ଷା ଦେଲେ କି ଯେ କେହି ତାଙ୍କର ମାଂସ ଓ ରକ୍ତ ଗ୍ରହଣ କରେ, 우리 인류 인생 ସେ ସତ୍ ସତ୍ ଜ୍ଞାନଦାୟକ ବୃକ୍ଷର ଫଳ ଖାଇବାର ପାପରୁ ମୁକ୍ତ ହୋଇପାରିବ 선악과 ଏବଂ ଅନନ୍ତ ଜୀବନ ମଧ୍ୟ ପ୍ରାପ୍ତ କରିପାରିବ। 먹고 영생 얻을 수 있다는 이 사실을 우리에게 또 일깨워 주셨던 것입니다. 죄 사함 ପାପ କ୍ଷମା ବିନା କ'ଣ କେହି ଅମୃତ ବୃକ୍ଷ ମଧ୍ୟରୁ ଖାଇପାରିବ? 수 있습니까 없습니까? କେବେ ନୁହେଁ। 그래서 유월절 ଏହି କାରଣରୁ ପରମେଶ୍ୱର ନିସ୍ତାର ପର୍ବ ଭିତରେ 약속도 ଅନନ୍ତ ଜୀବନ ସହିତ ପାପ କ୍ଷମାର ଆଶୀର୍ବାଦ ରଖିଲେ। 축복도 아울러 담겨 있는 진리가 되겠습니다. ଏହା ବାସ୍ତବରେ ଆଶ୍ଚର୍ଯ୍ୟଜନକ କି ଆଜିକାଲି ଚର୍ଚ୍ଚ 우리가 지키지 않는 ଜୀବନର ସତ୍ୟକୁ ପାଳନ କରନ୍ତି ନାହିଁ। ବର୍ତ୍ତମାନ ଏଦନ ଉଦ୍ୟାନର ରହସ୍ୟ ମାଧ୍ୟମରେ ଆସନ୍ତୁ ଆମ୍ଭେ ଆମ୍ଭମାନଙ୍କୁ ଉଦ୍ଧାରକର୍ତ୍ତାଙ୍କ ବିଷୟରେ ଅଧ୍ୟୟନ କରିବା, 공부를 해보도록 ଯେ ପବିତ୍ର ଆତ୍ମାଙ୍କ ଯୁଗରେ ପ୍ରକଟ ହେବେ। 10장 ଆସନ୍ତୁ ଆମେ ଜୋହନ ଅଧ୍ୟାୟ 10କୁ ଯିବା। ଜୋହନ ଅଧ୍ୟାୟ 10 ପଦ 10। 도적이 ଚୋର କେବଳ ଚୋରି, ବଧ ଓ ବିନାଶ କରିବା ନିମନ୍ତେ ଆସେ। 죽이고 멸망시키고 ସେମାନେ ଯେପରି ଜୀବନ ପାଆନ୍ତି 내가 온 ଓ ପ୍ରଚୁର ଭାବରେ ପାଆନ୍ତି, 생명을 얻게 ଏଥି ନିମନ୍ତେ ମୁଁ ଆସିଅଛି। 성이 얻게 하려는 것이라고 했습니다. 그럼 2000 ବର୍ଷ ପୂର୍ବେ ଯୀଶୁ ପୃଥିବୀକୁ ଆସିଲେ, 무엇으로 하여금 ଯାହାଫଳରେ ତାଙ୍କର ମେଷମାନେ ଜୀବନ ପାଇପାରିବେ। 했다고 했습니다. 선악 ମାନବ ଜାତିକୁ ଜୀବନ ଦେବା ପାଇଁ ଯେଉଁମାନେ ସତ୍ ସତ୍ ଜ୍ଞାନଦାୟକ ବୃକ୍ଷ ମଧ୍ୟରୁ ଖାଇବା ହେତୁ ମରିବାକୁ ନିଯୁକ୍ତ ଥିଲେ, 반드시 ଯୀଶୁ ଖ୍ରୀଷ୍ଟଙ୍କୁ ଆପଣା ସହିତ ଅମୃତ ବୃକ୍ଷ ଆଣିବା ଉଚିତ ଥିଲା। 에덴 ଯଦି ସେ ଅମୃତ ବୃକ୍ଷକୁ ଆଣନ୍ତି ନାହିଁ, 허락지 아니하신다면 ତେବେ ମାନବ ଜାତି ଅନନ୍ତ ଜୀବନ ପ୍ରାପ୍ତ କରିପାରିବ ନାହିଁ। 생명을 얻을 수가 없습니다. ଜୀବନ ପ୍ରାପ୍ତ କରିବାର ଏକମାତ୍ର ପଥ ଅମୃତ ବୃକ୍ଷ ମଧ୍ୟରୁ ଖାଇବା। ସେହି ସତ୍ୟ କ'ଣ ଯାହା ଆମ୍ଭମାନଙ୍କୁ ଅମୃତ ବୃକ୍ଷ ମଧ୍ୟରୁ ଖାଇବାକୁ ଅନୁମତି ଦିଏ? 이 2000 ବର୍ଷ ପୂର୍ବେ ଯୀଶୁ ନୂତନ ନିୟମର ନିସ୍ତାର ପର୍ବର ସତ୍ୟ ପ୍ରଦାନ କଲେ। କିନ୍ତୁ ଯୀଶୁଙ୍କ ସ୍ୱର୍ଗାରୋହଣ ପରେ ପରମେଶ୍ୱରଙ୍କ ନିଯୁକ୍ତ ସମୟ ଏବଂ ବ୍ୟବସ୍ଥାକୁ ପରିବର୍ତ୍ତନ କରାଯାଇଥିଲା ଏବଂ ସିଓନ ଯେଉଁଠାରେ ପର୍ବ ପାଳନ କରାଯାଏ ନଷ୍ଟ ହୋଇଯାଇଥିଲା। ଏହିପରି ଅନ୍ଧକାର ଯୁଗ ଆରମ୍ଭ ହେଲା। 히브리서 ଆସନ୍ତୁ ଆମେ ଏବ୍ରୀ ଅଧ୍ୟାୟ 9 ପଦ 27 ଉପରେ ଏକ ନଜର ପକାଇବା। ଏବ୍ରୀ ଅଧ୍ୟାୟ 9 ପଦ 27। 땅에 ଏହି କାରଣରୁ ପରମେଶ୍ୱରଙ୍କୁ ଦ୍ୱିତୀୟ ଥର ପୃଥିବୀକୁ ଆସିବାକୁ ପଡ଼ିଲା। ପଦ 27। ମନୁଷ୍ୟମାନଙ୍କ ନିମନ୍ତେ ଯେପରି ଥରେ ମାତ୍ର ମୃତ୍ୟୁ ଆଉ ତାହାପରେ ବିଚାର ନିରୂପିତ ଅଛି, 이와 ସେହିପରି ଖ୍ରୀଷ୍ଟ ମଧ୍ୟ ଅନେକଙ୍କ ପାପ ବହନ କରିବା ନିମନ୍ତେ ଥରେ ମାତ୍ର ଉତ୍ସର୍ଗୀକୃତ ହୋଇ, 단번에 들이신 바 되셨고 ଯେତେବେଳେ ଯୀଶୁ ଖ୍ରୀଷ୍ଟ 2000 ବର୍ଷ ପୂର୍ବେ ଆସିଥିଲେ, 희생제물이 ସେତେବେଳେ ସେ ଆମ୍ଭମାନଙ୍କ ପାପର ପ୍ରାୟଶ୍ଚିତ କରିବା ପାଇଁ ବଳିଦାନ ହେଲେ। କିନ୍ତୁ ତାଙ୍କର ଦ୍ୱିତୀୟ ଆଗମନ ବିଷୟରେ କ'ଣ? ଦ୍ୱିତୀୟ ଥର ପାପ ସକାଶୁ ନୁହେଁ, ବରଂ ଯେଉଁମାନେ ତାହାଙ୍କ ଅପେକ୍ଷାରେ ଅଛନ୍ତି ସେମାନଙ୍କ ପରିତ୍ରାଣ ନିମନ୍ତେ ଦର୍ଶନ ଦେବେ। 그럼 ଦ୍ୱିତୀୟ ଆଗମନ ଖ୍ରୀଷ୍ଟଙ୍କୁ ଏଦନ ଉଦ୍ୟାନ ମଧ୍ୟରୁ କ'ଣ ଆଣିବା ଉଚିତ? 에덴 동산에 뭘 가지고 오셔야 됩니까? ତାଙ୍କୁ ଅମୃତ ବୃକ୍ଷ ଆଣିବା ଉଚିତ। ପରମେଶ୍ୱରଙ୍କ ବ୍ୟତୀତ କେହି ମଧ୍ୟ ଅମୃତ ବୃକ୍ଷକୁ ଆଣିପାରିବେ ନାହିଁ। 왜냐하면 ଏହା ଏଥିପାଇଁ କାରଣ କେବଳ ପରମେଶ୍ୱରଙ୍କ ନିକଟରେ ଅମୃତ ବୃକ୍ଷର ପଥ ଖୋଲିବାର ଅଧିକାର ଅଛି। 않습니다. ଯଦି ପରମେଶ୍ୱର ପଥ ବନ୍ଦ କଲେ, 누가 ତେବେ କେବଳ କିଏ ଏହାକୁ ଖୋଲିପାରିବ? କେବଳ ପରମେଶ୍ୱର ହିଁ ପଥ ଖୋଲିପାରିବେ। 열 수 없는 길이죠. ଯେତେବେଳେ ଖ୍ରୀଷ୍ଟ ଦ୍ୱିତୀୟ ଥର ମାନବ ଜାତିଙ୍କୁ ଉଦ୍ଧାର ଦେବା ପାଇଁ ପ୍ରକଟ ହୁଅନ୍ତି, ତେବେ ତାଙ୍କୁ ଆମ୍ଭମାନଙ୍କ ପାଇଁ କେଉଁ ସତ୍ୟ ଆଣିବା ଉଚିତ? 혹시 어떤 진리를 가지고 등장하시는 분이 되셔야 되겠습니까?
ଯଦି କେହି ଅଛନ୍ତି ଯିଏ ଆମ୍ଭମାନଙ୍କୁ ଅନନ୍ତ ଜୀବନରେ ନେତୃତ୍ୱ କରି ମାନବ ଜାତିଙ୍କ ପାଇଁ ନୂତନ ନିୟମର ନିସ୍ତାର ପର୍ବର ସତ୍ୟ ଘୋଷଣା କରନ୍ତି, 분이 바로 ତେବେ ସେ କିଏ ଅଟନ୍ତି? ସେ ଦ୍ୱିତୀୟ ଥର ଆସୁଥିବା ଖ୍ରୀଷ୍ଟ ହେବା ଉଚିତ, ଯିଏ ଆମ୍ଭମାନଙ୍କୁ ଉଦ୍ଧାର କରିବାକୁ ଆସିଛନ୍ତି। ସେ ଆମ୍ଭମାନଙ୍କ ପରମେଶ୍ୱର ହେବା ଉଚିତ, ଯେ ପବିତ୍ର ଆତ୍ମାଙ୍କ ଯୁଗରେ ମାନବ ଜାତିକୁ ରକ୍ଷା କରିବା ପାଇଁ ପ୍ରକଟ ହୋଇଛନ୍ତି। ସେ ହିଁ ହେଉଛନ୍ତି ଯେ ପ୍ରକାଶିତ ବାକ୍ୟ ଅଧ୍ୟାୟ 3 ପଦ 12ରେ ନୂତନ ନାମ ସହିତ ପ୍ରକଟ ହେଉଛନ୍ତି। 그렇다면 ଏହା କେବଳ ଏଭ୍ରି ପୁସ୍ତକରେ ଲିପିବଦ୍ଧ ହୋଇନାହିଁ, କିନ୍ତୁ ଭବିଷ୍ୟତ ବକ୍ତା ଜିସାୟ ମଧ୍ୟ 500년 전 이사야 ପ୍ରାୟ 2700 ବର୍ଷ ପୂର୍ବେ ଏହି ମାମଲା ବିଷୟରେ କହିଥିଲେ। 대목이었습니다. 이사야 ଜିସାୟ ଅଧ୍ୟାୟ 25 ପଦ 6। ପୁଣି ସୈନ୍ୟାଧିପତି ସଦାପ୍ରଭୁ ଏହି ପର୍ବତରେ ଯାବତୀୟ ଗୋଷ୍ଠୀ ନିମନ୍ତେ ଉତ୍ତମ ଉତ୍ତମ ଖାଦ୍ୟଦ୍ରବ୍ୟର ଏକ ଭୋଜ, ପୁରାତନ ଦ୍ରାକ୍ଷାରସର ମେଦପୂର୍ଣ୍ଣ ଉତ୍ତମ ଖାଦ୍ୟଦ୍ରବ୍ୟର ସୁନିର୍ମଣୀକୃତ ପୁରାତନ ଦ୍ରାକ୍ଷାରସର ଏକ ଭୋଜ ପ୍ରସ୍ତୁତ କରିବେ। 하실 것이며라고 했습니다. 예, 오래 전 ପୁରାତନ ଦ୍ରାକ୍ଷାରସର ଅର୍ଥ କ'ଣ? 이 예언은 예수 ଯୀଶୁଙ୍କ ସ୍ୱର୍ଗାରୋହଣ ପରେ 325 ଖ୍ରୀଷ୍ଟାବ୍ଦରେ ନିକିଆ ପରିଷଦ ଦ୍ୱାରା 회의에서 ନିସ୍ତାର ପର୍ବ ନଷ୍ଟ କରାଗଲା। 1600 ବର୍ଷର ଦୀର୍ଘ ସମୟ ବିତିଯିବା ପରେ ଶେଷରେ ତାହା ଏହି ଯୁଗରେ ପୁନଃସ୍ଥାପିତ କରାଗଲା। 세월이 흘렀습니다. ଏହି କାରଣରୁ ବାଇବେଲ ଏହାକୁ ପୁରାତନ ଦ୍ରାକ୍ଷାରସ କହିଥାଏ। 설명하고 있습니다. ପଦ 7। ଆଉ ସର୍ବଗୋଷ୍ଠୀୟମାନଙ୍କ ଉପରେ ଯେଉଁ ଓଢ଼ଣା ପଡ଼ିଅଛି ଓ ସର୍ବଦେଶୀୟମାନଙ୍କ ଉପରେ ଯେଉଁ ଆବରକ ବସ୍ତ୍ର ପ୍ରସାରିତ ହୋଇଅଛି, ତାହା ସେ ଏହି ପର୍ବତରେ ବିନାଶ କରିବେ। ସେ ମୃତ୍ୟୁକୁ ଅନନ୍ତକାଳ ନିମନ୍ତେ ଗ୍ରାସ କରିଅଛନ୍ତି। 하면 ଅନ୍ୟ ଶବ୍ଦରେ କ'ଣ ଏହାର ଅର୍ଥ ଏହା ନୁହେଁ କି ସେ ଆମ୍ଭମାନଙ୍କୁ ଅନନ୍ତ ଜୀବନ ଦେବେ? ନିସ୍ତାର ପର୍ବ ଏକମାତ୍ର ସତ୍ୟ ଯାହା ଦ୍ରାକ୍ଷାରସ ଦ୍ୱାରା ମୃତ୍ୟୁକୁ ଅନନ୍ତକାଳ ନିମନ୍ତେ ଗ୍ରାସ କରିବାର ପ୍ରତିଜ୍ଞା କରେ। 5월절의 그 진리 외에는 없습니다. ଆଉ ଥରେ ପଦ 8 ଦେଖିବା। ସେ ମୃତ୍ୟୁକୁ ଅନନ୍ତକାଳ ନିମନ୍ତେ ଗ୍ରାସ କରିଅଛନ୍ତି ଓ ପ୍ରଭୁ ସଦାପ୍ରଭୁ ସମସ୍ତଙ୍କ ମୁଖରୁ ଲୋତକ ଜଳ ପୋଛିଦେବେ ଓ ସମୁଦାୟ ପୃଥିବୀରୁ ଆପଣା ଲୋକମାନଙ୍କର ଦୁର୍ନାମ ଦୂର କରିବେ, କାରଣ ସଦାପ୍ରଭୁ ଏହି କଥା କହିଅଛନ୍ତି। ପୁଣି ସେଦିନ ଏହି କଥା କୁହାଯିବ, ସେ କିଏ ଅଟନ୍ତି ଯେ ଦ୍ରାକ୍ଷାରସ ଦ୍ୱାରା ମୃତ୍ୟୁକୁ ଅନନ୍ତକାଳ ପର୍ଯ୍ୟନ୍ତ ବିନାଶ କରିବେ? 무엇이라고요? ଦେଖ, ଏହି ଆମ୍ଭମାନଙ୍କର ପରମେଶ୍ୱର, ଆମ୍ଭେମାନେ ତାହାଙ୍କୁ ଅପେକ୍ଷା କରିଅଛୁ ଓ ସେ ଆମ୍ଭମାନଙ୍କୁ ଉଦ୍ଧାର କରିବେ। ଏ ସଦାପ୍ରଭୁ ଅଟନ୍ତି, ଆମ୍ଭେମାନେ ତାହାଙ୍କୁ ଅପେକ୍ଷା କରିଅଛୁ। ଆମ୍ଭମାନଙ୍କୁ ଉଦ୍ଧାର ଅନ୍ୟମାନଙ୍କୁ ଛାଡ଼ି ଦିଆଯିବା ଉଚିତ ନୁହେଁ। 오래 ସେ ଏକମାତ୍ର ଯିଏ ଆମ୍ଭମାନଙ୍କୁ ସତ୍ ସତ୍ ଜ୍ଞାନଦାୟକ ବୃକ୍ଷ ମଧ୍ୟରୁ ଖାଇବାର ପାପରୁ ମୁକ୍ତି ଦେଇଥାଏ, ଆଉ ଆମ୍ଭମାନଙ୍କୁ ନିସ୍ତାର ପର୍ବର ଦ୍ରାକ୍ଷାରସ ଦ୍ୱାରା ଅମୃତ ବୃକ୍ଷ ମଧ୍ୟରୁ ଖାଇବା ପାଇଁ ପଥ ପ୍ରଦର୍ଶନ କରନ୍ତି, 먹을 수 있도록 ଯାହା ଜୀବନ ଦେଉଥିବା ସତ୍ୟ। ସେ ଆମ୍ଭମାନଙ୍କ ପରମେଶ୍ୱର ଅଟନ୍ତି। ଆମ୍ଭେମାନେ ତାହାଙ୍କୁ ଅପେକ୍ଷା କରିଅଛୁ ଓ ସେ ଆମ୍ଭମାନଙ୍କୁ ଉଦ୍ଧାର କରିବେ। ବାଇବେଲର ସମସ୍ତ ଭବିଷ୍ୟବାଣୀ ଅନୁଯାୟୀ ଆମ୍ଭମାନଙ୍କ ପାଇଁ ନୂତନ ନିୟମର ନିସ୍ତାର ପର୍ବ କିଏ ଆଣିଲେ? 진리를 가지고 କିଏ ଆମ୍ଭମାନଙ୍କୁ ସତ୍ ସତ୍ ଜ୍ଞାନଦାୟକ ବୃକ୍ଷର ପାପରୁ ମୁକ୍ତ କଲେ ଏବଂ ସ୍ୱର୍ଗର ପଥ ଖୋଲି 또 영원한 ଆମ୍ଭମାନଙ୍କୁ ଅନନ୍ତ ଜୀବନ ପ୍ରଦାନ କଲେ? 것입니까? ବାଇବେଲ ଏବଂ ସମସ୍ତ ଭବିଷ୍ୟତ ବକ୍ତାଙ୍କ ସାକ୍ଷ୍ୟ ଅନୁଯାୟୀ 어떤 선지자들이 ପବିତ୍ର ଆତ୍ମାଙ୍କ ଯୁଗରେ ଖ୍ରୀଷ୍ଟ ଆନସାଂହୁ କିଏ ଅଟନ୍ତି? 누구십니까? ସେ ଆମ୍ଭମାନଙ୍କ ପରମେଶ୍ୱର ଓ ଉଦ୍ଧାରକର୍ତ୍ତା ଅଟନ୍ତି। ସେ ଆମ୍ଭମାନଙ୍କ ପରମେଶ୍ୱର ଅଟନ୍ତି, ଯେ ଦ୍ୱିତୀୟ ଥର ପୃଥିବୀକୁ ଆସିଲେ। ଦୁନିଆର ଲୋକମାନେ କୁହନ୍ତି, 합니다. ଯଦି ସେ ଯେ ରୋଟି ଓ ଦ୍ରାକ୍ଷାରସ ଆଣନ୍ତି ପରମେଶ୍ୱର ଅଟନ୍ତି, ତେବେ କ'ଣ ମୁଁ ମଧ୍ୟ ପରମେଶ୍ୱର ହୋଇପାରିବି ନାହିଁ ଯଦି ମୁଁ ନିସ୍ତାର ପର୍ବ ଆଣେ? ପିତା ଆନସାଂହୁଙ୍କ ଭବିଷ୍ୟବାଣୀକୁ ପୂରା କରିବା ପୂର୍ବରୁ କ'ଣ କେହି ଥିଲେ ଯେ ନିସ୍ତାର ପର୍ବ ଆଣିଥିଲେ? ଯଦିଓ ଏହା ବାଇବଲର 66ଟି ପୁସ୍ତକରେ ସ୍ପଷ୍ଟ ଭାବରେ ଲିପିବଦ୍ଧ ହୋଇଛି କି ଯୀଶୁ ସ୍ୱୟଂ ନିସ୍ତାର ପର୍ବ ପାଳନ କଲେ, ଆଉ ସାଥିରେ ପିତର ପାଉଲ ଏବଂ ଜୋହନ ମଧ୍ୟ ତାହା ପାଳନ କଲେ, କିନ୍ତୁ କାରଣ କ'ଣ କି ଆଜିକାଲି ଲୋକମାନେ ଏହାକୁ ପାଳନ କରୁନାହାନ୍ତି? 어디 있는가 말이에요. ସେମାନେ ଏହାକୁ କାହିଁକି ପାଳନ କରିପାରିବେ ନାହିଁ? ଅନେକ ପ୍ରସିଦ୍ଧ ଧର୍ମଶାସ୍ତ୍ରୀ ଏବଂ ଧର୍ମଯାଜକ ଅଛନ୍ତି, କିନ୍ତୁ ସେମାନେ ନିସ୍ତାର ପର୍ବର ସତ୍ୟକୁ କାହିଁକି ଆଣିପାରିଲେ ନାହିଁ? 가지고 나오지 못하는 이유가 어디 있을까요? ଏପରି ଏ ହେତୁ କାରଣ ସେମାନେ ପରମେଶ୍ୱର ନୁହନ୍ତି। 오직 이 କେବଳ କିଏ ଏହି କାମକୁ କରିପାରିବ? ଯେହେତୁ ପରମେଶ୍ୱର ଅମୃତ ବୃକ୍ଷର ପଥକୁ ବନ୍ଦ କରିଦେଲେ, ତେଣୁ ଯିଏ ପଥକୁ ଖୋଲିପାରିବେ କେବଳ ଏକାକୀ ପରମେଶ୍ୱର ଅଟନ୍ତି। ଆପଣା ପ୍ରଥମ ଆଗମନରେ ଯୀଶୁ ନୂତନ ନିୟମର ନିସ୍ତାର ପର୍ବର ସତ୍ୟ ଦେଇଥିଲେ। ଯଦି ପରମେଶ୍ୱର ଦ୍ୱିତୀୟ ଥର ପୃଥିବୀକୁ ଆସନ୍ତି ନାହିଁ, 진리의 그 법도 ତେବେ ସତ୍ୟ ଏବଂ ନିୟମ ଯାହା ପଦଦଳିତ କରାଯାଇଥିଲା, ଅନ୍ୟ କାହା ଦ୍ୱାରା ପୁନରୁଦ୍ଧାର ହୋଇପାରିବ ନାହିଁ। ଏହି କାରଣରୁ ପରମେଶ୍ୱର ଶରୀରରେ ଆସି ଆମ୍ଭମାନଙ୍କ ସହିତ ରହିଲେ, ଯାହାଫଳରେ ସେ ଆମ୍ଭମାନଙ୍କ ପାଇଁ ପଥ ଖୋଲିପାରିବେ ଏବଂ ନିସ୍ତାର ପର୍ବର ସତ୍ୟ ଘୋଷଣା କରିପାରିବେ। ଭାଇ ଓ ଭଉଣୀମାନେ, 이사야 ଯେପରି ଜିସାୟ ଅଧ୍ୟାୟ 25 ଏବଂ ଏବ୍ରି ଅଧ୍ୟାୟ 9ରେ ଉଲ୍ଲେଖ କରାଯାଇଛି, ଆମ୍ଭମାନଙ୍କୁ ମନେ ରଖିବା ଉଚିତ କି ଖ୍ରୀଷ୍ଟଙ୍କୁ ସେହି ଲୋକମାନଙ୍କୁ ଉଦ୍ଧାର ପାଇଁ ଦ୍ୱିତୀୟ ଥର ଆସିବାର ଅଛି ଯେଉଁମାନେ ତାଙ୍କୁ ଅପେକ୍ଷା କରିଛନ୍ତି।
ସ୍ୱର୍ଗୀୟ ପିତା ଖ୍ରୀଷ୍ଟ ଆନସାଂହୁଂ ଏଦନ ଉଦ୍ୟାନରେ ଅମୃତ ବୃକ୍ଷର ବାସ୍ତବିକ ଭାବେ ପୃଥିବୀକୁ ଆସିଲେ। ଆଉ ଆମ୍ଭମାନଙ୍କ ସ୍ୱର୍ଗୀୟ ମାତା ଭବିଷ୍ୟବାଣୀ ଅନୁସାରେ ମେଷ ଶାବକଙ୍କ କନ୍ୟା ରୂପରେ ପୃଥିବୀକୁ ଆସିଲେ। ଏହି ଆଶା ସହିତ କି ସିଓନରେ ଆମ୍ଭମାନଙ୍କ ସମସ୍ତ ପରିବାର ସଦସ୍ୟ ଆପଣ ସମସ୍ତ ହୃଦୟ ଏବଂ ଆତ୍ମା ସହିତ ପିତା ଓ ମାତାଙ୍କ ନିକଟକୁ ଆସିବେ। ମୁଁ ଆଜିର ଉପଦେଶ ଶେଷ କରିବାକୁ ଚାହୁଁଛି। ଆପଣଙ୍କୁ ବହୁତ ଧନ୍ୟବାଦ।